ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ 6 ମାଣ 8 ଗୁଣ୍ଠ। ଲେଖକ ବ୍ୟାସକବି ଫକୀରମୋହନ ସେନାପତି। ସେଦିନ ସାନ କସ୍ତା ଯୋଡ଼ଟିଏ ଜଣେ ଫରମାସ ଦେଇ ଭଗି ପାଖରୁ ବୁଣାଇ ନେଲା। ଯୋଡ଼ଟି ବୁଣାଗଲା ବାଦ ସାରିଆ ତାକୁ ଓଳିଏ ଯାଏ ଚଉଥିବା ବେଳେ ତା ଆଖିରେ ପାଣି ଢଳ ଢଳ ହେଉଥିବାର ଭଗି ଦେଖି ଗୋଟାଏ ଲମ୍ବା ନିଶ୍ୱାସ ପକାଇଲା। ପରିଚ୍ଛେଦ 11। ଗୋବରା ଜେନା। ତନ୍ତୀ ସାହିକୁ 400-500 କଦମ ଦୂର ବିଲ ମଝିରେ ଡମସାଇ। ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦପୁର ସାମିଲ। ସେଠାରେ 10 ଘର ଡମ ଆଉ ଗୋବରା ଜେନା ଚୌକିଦାର ଘର। ଗୋବରା ଜେନା ନିଜ ମୌଜାର ଚୌକିଦାର। ତାର 1.5 ମାଣ ଚୌକିଆ ଜାଗିର ଅଛି। ଏ ସିବାଏ ଫି ଘରୁ ଧାନ କଟା ସମୟରେ ଗୋଟାଏ ଲେଖାଏଁ ହଳା ପାଏ। ଜେନା ମଜକୁର, ଆପଣା କାମରେ ଖୁବ୍ ହୁସିଆର। ତାହା ଯୋଗେ ଗ୍ରାମରେ ଚୋରି ଚପାଟି ହୁଏ ନାହିଁ। ଫି ବରଷ ଗ୍ରାମ ମଧ୍ୟରେ 4-5 ନମ୍ବର ସିନ୍ଧି ହୁଏ ସତ୍ୟ, କିନ୍ତୁ ଜେନା ମଜକୁରର କିଛି ଦୋଷ ନାହିଁ। କାରଣ ସେହି ସବୁ ଚୋରି ରାତିରେ ଜେନା ପୁଅ ଜାତିଆଣ କାମରେ 4-5 କୋଶ ଦୂରବର୍ତ୍ତୀ ଗ୍ରାମକୁ ଯାଇଥାଏ। ଚୌକିଦାର ସାରା ରାତି ଗ୍ରାମରେ ପହରା ଦିଏ। ମାତ୍ର ସେ ଏପରି ହୁସିଆରରେ ପହରା ଦିଏ ଯେ ସେ କଥା କେହି କେବେ ହେଲେ ଜାଣିପାରନ୍ତି ନାହିଁ। ପାଟି କରି ପହରା ଦେଲେ ତୁଣ୍ଡ ଶୁଣି ଚୋର ଯେ ପଳେଇ ଯିବେ। ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ। ଏପରି ଗୋଟିଏ ପ୍ରବାଦ ଅଛି। ସତ ମିଛ ଜଗନ୍ନାଥେ ଜାଣନ୍ତି। ଲୋକମାନଙ୍କ ପାଟିରେ କିଏ ହାତ ଦେବ? ବାଘ ମଣିଷ ଖାଆନ୍ତି। ସବୁ ବାଘଗୁଡ଼ା ମଣିଷଖିଆ? ସାଧୁ ସଚରିତ୍ର ବାଘ କି ଦୁନିଆରେ ନାହାନ୍ତି? ଆମ୍ଭମାନଙ୍କ ଜେନାପୁଅ ସେହିପରି ଜଣେ ସାଧୁ ସଚରିତ୍ର ଲୋକ। ଆପଣାର ହକ୍ ଅର୍ଥାତ୍ ବାର୍ଷିକ ହଳା ବାହାପୁଆଣିରେ ଖଦି ମୂର୍ତ୍ତିଏ ଉପରେ ବରଠାରୁ ଚୌକିଆ ରୋସମ ଟଙ୍କାଟିଏ ଆଉ ମଲା ମରୁଡ଼ିରେ ଭାତିଆ ବାବଦକୁ କିଛି ଖର୍ଚ୍ଚା ଏବଂ ପିଢ଼ାରୁ ଲାଉ କଖାରୁଟା ଛଡ଼ା କାହାରିଠାରୁ କିଛି ଲାଞ୍ଚ ରିସ୍ପତ ଛୁଏଁ ନାହିଁ। ଆଉ ଚୋରି ସାପ କାମୁଡ଼ା ଜଳଡୁବି ମାମଲା ପଡ଼ିରେ ପୋଲିସରେ ଏତେଲା ଖର୍ଚ୍ଚା ଟଙ୍କାଟିଏ। ସେ ତ ଆଇନରେ ଅଛି, ସେଥିରେ ଚୌକିଆର କ'ଣ ଇଲାକା? ବରଞ୍ଚ ଗୋବର୍ଦ୍ଧନ ଭାରି ଦୟାଳୁ ଲୋକ। କେହି ଗରିବ ଉପରେ ମାମଲା ପଡ଼ିଲେ କଂସା ଖଣ୍ଡି ଢାଳଟି ନେଇ କାମ ତୁଲାଇ ଦିଏ। ମାସକୁ ଥରେ ପୋଲିସରେ ରିପୋର୍ଟ ଦେବାକୁ ଯିବାବେଳେ ଗ୍ରାମରୁ କଦଳୀ କାନ୍ଦିଟା, ଲାଉ କଖାରୁ ପୁଞ୍ଜିଏ ମୁନ୍ସି ଜମାଦାର ବରକନ୍ଦାଜ ସକାଶେ ନେବାର ତ ସୁବାମତି କଥା। କାମ ଅଝଟ ହେତୁରୁ ଜେନାପୁଅ ରାତି ଓଳିଟା ଘରୁ ଭାତ ଖାଇପାରେ ନାହିଁ। ପାଳି କରି ଗାଁ ଲୋକଙ୍କ ଘରୁ ଖାଏ। ଯାହା ଘରୁ ଯେଉଁଦିନ ଖାଇବାର କଥା ବେଳ ଥାଉ ଥାଉ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ। ଖଞ୍ଜ ଅଖଞ୍ଜରେ ଭାତ ହୋଇ ନ ପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରିଦିଏ। ଚୋରମାନେ ତକ୍ଷଣେ ଏକଥା ଜାଣିପାରି ସେଦିନ ରାତିରେ ତାହାର ପିଢ଼ା ଓ ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲରୁ ଧାନ ଚୋରି କରି ଘେନି ଯାଆନ୍ତି କିମ୍ବା କିଛି ନ ପାଇଲେ ଦାଣ୍ଡ ଦୁଆର ଖୁମ୍ବଟା ଭାଙ୍ଗି ଦେଇ ଯାଆନ୍ତି। ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣା ଘର ପର୍ଯ୍ୟନ୍ତ ଗାଁ ଲୋକେ ହୁସିଆର, ଘରବାଲେ ଖବରଦାର ପାଟି କରି ଡାକ ଦିଏ। ଚେଇଁଥିବା ପିଲାମାନେ ସେ ଡାକ ଶୁଣି ଶୋଇପଡ଼ନ୍ତି। ତାହା ବା ସେ ଗାଁରେ ସାରା ରାତି ପହରା ଦିଏ, ଏକଥା କାହାକୁ ଜଣାପଡ଼େ ନାହିଁ। ଗୋବରା ଜେନାକୁ ଗୋଟିଏ ପାଣ ମଧ୍ୟରେ ଗଣିବ ନାହିଁ। 1000-500 ଗଣିଦେବାର ଲୋକ। ଧାନ 5-7 ଭରଣ ମଧ୍ୟ ଘରେ ସାଇତା ଅଛି। ଯେ ଯେଡ଼େ ହୁସିଆର ହେବ ଆପଦ ବିପଦ କାହାରିକୁ ଛାଡ଼ ନାହିଁ। ଥରେ ଗୋଟାଏ ଚୋରି ମାମଲା ତାହା ଉପରେ ଝୁଙ୍କିଥିଲା। ଶୁଣିବାରେ 250 ଟଙ୍କା ମୁନ୍ସିକୁ ପେଲି ଦେଇ ଖଲାସ ପାଇଲା। ସେ ମାମଲାର ହାଲ ଏହିକି। ମାଖଲପୁର ମୌଜାର ଭୁବନେ ସାହୁ ତେଲି ମହାଜନ ଘର ଡକାଇତି ମକଦ୍ଦମାରେ 8 ଜଣ ଡକାଏତ ଗ୍ରେପ୍ତାର ହୋଇଥିଲେ। ଗୋବରା ଜେନା ସହ୍ଲାରେ ସେହି ଡକାଏତି ହୋଇଥିବାର ଏବଂ ଆହୁରି 10-15 ନମ୍ବର ଚୋରିରେ ତାହାର ସଭା ଥିବାର ଏବଂ ଚୋରାମାଲ ସବୁ ତାହାଦ୍ୱାରା ବିକ୍ରି ହେଉଥିବାର ଆସାମୀମାନଙ୍କ ମଧ୍ୟରୁ ଦିକଡ଼ିଆ ପାଣ ପ୍ରକାଶ କଲା। ମାତ୍ର ଆଉ ଆସାମୀମାନେ ଏକଥା ଅସ୍ୱୀକାର କରିବାରୁ ଗୋବରା ଦେହକୁ ଆଞ୍ଚ ଲାଗିଲା ନାହିଁ। ଗୋବରା ଜେନାର ଯୋଗ୍ୟତାରେ ମଙ୍ଗରାଜେ ତାହା ଉପରେ ଭାରି ଖୁସି। ସେ ସକାଳେ ସଞ୍ଜବେଳେ ମଙ୍ଗରାଜଙ୍କ କଚେରୀରେ ହାଜର ଥାଏ। ଅଧରାତି ବେଳେ ଗୋବରା ଓ ମଙ୍ଗରାଜ
ନିରୋଳାରେ ବସିଥିବାର ଲୋକେ ଦେଖିଛନ୍ତି। ଫତେପୁର ସରଷଣ୍ଡ ତାଲୁକାରେ ଅନେକ ପାଣଙ୍କ ଘର ଅଛି। ସେମାନେ ଚୋରି ଡକାୟତି ରାହାଜାନୀ ବ୍ୟବସାୟୀ ଥିବାର ଲୋକେ ସନ୍ଦେହ କରନ୍ତି। ପୋଲିସ ଏବଂ ଜେଲଖାନ ସହିତ ଘନିଷ୍ଠ ସମ୍ବନ୍ଧ ଏହି ସନ୍ଦେହର କାରଣ ଅଟେ। ଗୋବର୍ଦ୍ଧନର ଗୋଟିଏ ମହତ୍ ଗୁଣ, କୌଣସି ପାଣ ଜେଲ୍ ଗଲେ ତାର ଅସହାୟ ପିଲା ବାଳକଙ୍କୁ ଚଳାଏ ଏବଂ ମଙ୍ଗରାଜଙ୍କ କ୍ଷମାରୁ ଧାନ ଦିଆଇ ଦିଏ। ମାତ୍ର ନିନ୍ଦୁକ ଲୋକର ନିନ୍ଦା କଥା କାହିଁ ଛାଡ଼ ନାହିଁ। ଲୋକମାନେ ଗୋବର୍ଦ୍ଧନର ଏହି ସଦ୍ଗୁଣର ଅନ୍ୟ ପ୍ରକାରେ ଅର୍ଥ କରନ୍ତି। ସେଥି ସଙ୍ଗେ ସଙ୍ଗେ ମଙ୍ଗରାଜଙ୍କ ଦାତବ୍ୟତା ଉଲ୍ଲେଖ କରିବା ମଧ୍ୟ ଗୋଟେ ଭାରି ଖରାପ କଥା ଅଟେ। ପରିଚ୍ଛେଦ 12 ଅସୁର ଦୀଘି। ଗୋବିନ୍ଦପୁର ମୌଜାରେ ଗୋଟିଏ ମାତ୍ର ପୋଖରୀ। ଗ୍ରାମର ସମସ୍ତ ଲୋକ ଏଥିରେ ଜଳ କାରବାର କରନ୍ତି। ପୁଷ୍କରିଣୀଟା ଖୁବ୍ ବଡ଼। ଆଡ଼ ଦୀର୍ଘ ନଳି ଦେଲେ 10-12 ଆଟିରୁ ଉଣା ପଡ଼ିବ ନାହିଁ। ନାମ ଅସୁର ଦୀଘି। ଏଥିରେ ପୂର୍ବେ 16ଟା ଦୀପଦଣ୍ଡି ଥିଲା। ଦେବତା ବଳିୟାରରୁ ସବୁ ଡୁବି ଯାଇଛି। ଚାରିପାଖ ଆଡ଼ି ବଗଚରାଠାରୁ 10-12 ହାତ ଉଚ୍ଚ। ଏ ପୋଖରୀଟା କେତେ କାଳର, କିଏ ଖୋଳେଇଛି, ଏଥିର ସଠିକ୍ ବୃତ୍ତାନ୍ତ ଆମ୍ଭେମାନେ କହିବାକୁ ଅକ୍ଷମ। ଶୁଣିବାରେ ଅସୁରମାନେ ଖୋଳିଛନ୍ତି। ଅସମ୍ଭବ ନୁହେଁ। ଏଡ଼େ ବଡ଼ ଜଳକୀର୍ତ୍ତି ଯେ କରିପାରେ, ସେ କି ଆମ୍ଭମାନଙ୍କ ପରି ମନୁଷ୍ୟ? ଗ୍ରାମର 95 ବର୍ଷର ବୁଢ଼ା ଏକାଦଶିଆ ତନ୍ତୀମୁହଁରୁ ପୁଷ୍କରିଣୀ ସମ୍ବନ୍ଧରେ ଯେଉଁ ଇତିହାସସାର ସଂଗ୍ରହ କରିଅଛୁ, ତାହାର ସଂକ୍ଷିପ୍ତ ବୃତ୍ତାନ୍ତ ଏହି। ବାଣାସୁର ଏହି ପୋଖରୀ ଖୋଳାଇଛି। ସେ ଆପଣା ହାତରେ କୋଡ଼ି ଗାଣ୍ଡୁଆ ଧରି ଖୋଳି ନାହିଁ। ତାହା ହୁକୁମରେ ଅସୁରମାନେ ଆସି ରାତି ମଧ୍ୟରେ ଖୋଳି ପକାଇଲେ। ଖୋଳୁ ଖୋଳୁ ରାତି ପାହିଗଲା। ଦକ୍ଷିଣ ଆଡ଼ିଆ କୋଣରେ 12-14 ହାତ ଓସାର ଗୋଟିଏ ମୁହାଣ ଅଛି। ସେଠାରେ ମାଟି ପଡ଼ିପାରିଲା ନାହିଁ। ଦାଣ୍ଡରେ ଲୋକେ ଚାଲବୁଲ ହେଲେ। ଅସୁରମାନେ ଏବେ ଯାଆନ୍ତି କୁଆଡ଼େ? ପୋଖରୀ ମଧ୍ୟରେ ବିଳ ଖୋଳି ଗଙ୍ଗା କୂଳରେ ବାହାରି ପଡ଼ିଲେ। ଗଙ୍ଗା ସ୍ନାନ କରି ପଳାଇ ଗଲେ। ଆଗେ ଗଙ୍ଗାସାଗରରେ ବାରୁଣୀ ପଡ଼ିଲେ ସେଠାରେ ଅସୁର ଦୀଘିକୁ ପାଣି ତେଣ୍ଡ ଆସୁଥିଲା। ଗ୍ରାମରେ ବହୁତ ଅନାଚାର ହେବାରୁ ଏଣିକି ଆଉ ପାଣି ଆସୁନାହିଁ। ଇଂରେଜୀ ପଢ଼ୁଆ ବାବୁମାନେ ସାବଧାନ। ଆମ୍ଭମାନଙ୍କ ଏକାଦଶୀ ତନ୍ତୀଙ୍କ ଇତିହାସ ଶୁଣି ହସିବେ ନାହିଁ। ତାହା ହେଲେ ମାର୍ସମାନ ଆଉ ଟଟ୍ଙ୍କ ଲେଖାରୁ 8 ପଣି କାହିଁ ଉଡ଼ିଯିବ? ଦୀଘିରେ ମାଛ ଅଛନ୍ତି। ଆପଣ କହିବେ, ଯହିଁ ପାଣି ତହିଁ ମାଛ। ଏକଥା ଲେଖିବାର ଦରକାର କ'ଣ? ମାତ୍ର ଆପଣଙ୍କ କଥାଟା ଯୁକ୍ତିସଙ୍ଗତ ହେଲା ନାହିଁ। ଆଖୁ ସହିତ ଗୁଡ଼ର, ଦେହ ସହିତ ହାଡ଼ର ଯେମନ୍ତ ନିତ୍ୟ ସମ୍ବନ୍ଧ, ପାଣି ସହିତ ମାଛର ସେପରି କିଛି ନୁହେଁ। ତାହେଲେ ଆପଣଙ୍କ ଘର ପାଣି ମାଠିଆରୁ ତ ମାଛ ବାହାରୁଥାନ୍ତେ। ଅନୁମାନ ବା ଅଯୌକ୍ତିକ କଥା ଲେଖିବା ଆମ୍ଭମାନଙ୍କର ଅଭ୍ୟାସ ନୁହେଁ। ଅସୁର ଦୀଘିରେ ଯେ ମାଛ ଅଛନ୍ତି, ଆମ୍ଭେମାନେ ସେଥିରେ ଅକାଟ୍ୟ ପ୍ରମାଣ ଦେବୁ। ଏଇ ଦେଖନ୍ତୁ, ଦକ୍ଷିଣ ଆଡ଼ିଆରେ ପାଣିକୁ 5 ହାତ ଛାଡ଼ି ଆଁ କରି ସାନ ବଡ଼ 3 ଗୋଟା ଥଣ୍ଟିଆ କୁମ୍ଭୀର ପଡ଼ିଅଛନ୍ତି। ସବୁଦିନେ ପଡ଼ନ୍ତି। ଏମାନେ କି ସକାଶେ ଦୀଘିରେ ଅଛନ୍ତି? କ'ଣ ଖାଇ ବଞ୍ଚନ୍ତି? ସେମାନେ କି ଗାଈ ଗୋରୁ ପରି ପଡ଼ିଆରେ ଘାସ ଚରିବାର କେହି ଦେଖିଛନ୍ତି? ନା ଜୈନମାନଙ୍କ ପରି ଅହିଂସା ପରମ ଧର୍ମ ଜାଣନ୍ତି? ଅବଶ୍ୟ ଦୀଘିରୁ କୌଣସି ପଦାର୍ଥ ଖାଇ ବଞ୍ଚିଛନ୍ତି। ସେ କି ପଦାର୍ଥ? ଥଣ୍ଟିଆ କୁମ୍ଭୀରମାନଙ୍କର ଆଉ ଗୋଟିଏ ନାମ ମାଛୁଆ କୁମ୍ଭୀର। ଅର୍ଥାତ୍ ଏମାନେ ମାଛ ଖାଆନ୍ତି। କେହି କହିବେ ଏମାନେ ମାଛ ଖାଆନ୍ତି ସତ୍ୟ। ଆଉ ସ୍ଥାନରୁ ମାଛ ଆଣି ଖାଆନ୍ତି। ହାଟରେ ମାଛ ଶୁଖୁଆ ମିଳେ ସତ୍ୟ। ମାତ୍ର ଏମାନେ ପଇସା ନେଇ ହାଟକୁ ମାଛ କିଣିବାକୁ ଯିବାର ତ କେବେ ଦେଖା ନାହିଁ। ଆଉ ଗାଁକୁ କେଉଁଟୁଣୀମାନେ ମାଛ ବିକିବାକୁ ଆସିଲେ ଗାଁ ମାଇକିନିଆମାନେ ଧାନ ଚାଉଳ ଦେଇ ମାଛ ବଦଳାନ୍ତି। ଆମ୍ଭେମାନେ ଶପଥ କରି କହିପାରୁ, କୁମ୍ଭୀରମାନେ ତ ସେପରି ଧାନ ଚାଉଳ ଦେଇ ମାଛ କିଣିବାର କେବେ ଦେଖିନାହୁଁ। ସୁତରାଂ ପ୍ରମାଣ ହେଲା, ଦୀଘିରେ ମାଛ ଅଛନ୍ତି। ଏତିକି ଯେ ଯଥେଷ୍ଟ ପ୍ରମାଣ ତାହା ନୁହେଁ। ଆହୁରି ମଧ୍ୟ ଅନେକ ଅକାଟ୍ୟ ପ୍ରମାଣ ଅଛି। ଏଇ ଦେଖନ୍ତୁ, 4ଟା କାଦୁଆ ଖୁମ୍ପି ଗୋଟି ପୁଅ ପିଲାଙ୍କ ପରି
ନାଚି କୁଦି ବୁଲୁଅଛନ୍ତି। ତୋଡ଼ି ପିଲାଟିର ଦଣ୍ଡେଇ ପିଲାଟିର ବେକ ଚିପୁଛନ୍ତି ବୋଲି ସିନା ଏତେ ନାଚକୁଦ। କେହି କହିବେ କାଦୁଆ ଖୁମ୍ପି ଗୁଡ଼ାକ କି ନିଷ୍ଠୁର, କି ଦୁଷ୍ଟ, ପରର ବେକ ଚିପି ଏତେ ଆନନ୍ଦ। ଭାଇ କ'ଣ କହିବୁ, ବିଚାରି କାଦୁଆ ଖୁମ୍ପିକୁ ନିଷ୍ଠୁର ବୋଲ, ଦୁଷ୍ଟ ବୋଲ, ଶୈତାନ ବୋଲ, ଯାହା ବୋଲ, ସେ କିଛି ତୁମ ନାମରେ ହୁରମତ ବାହାରର ନାଲିସ ରୁଜୁ କରିବ ନାହିଁ। କିନ୍ତୁ ଜାଣିବ ତୁମ ମନୁଷ୍ୟ ଜାତି ଭାଇ ମଧ୍ୟରେ ଯେ ଯେତେ ବେକ ଚିପିପାରେ ସେ ଯେ ତେଡ଼େ ବାହାଦୁର, ସେହି ମାନ୍ୟ, ସେହି ଗଣ୍ୟ, ସଚ ଦର୍ଶନୀୟ, ଏ କଥା କି ଜାଣନ୍ତି ନାହିଁ? 4-5 ଗୋଟି କାଣ୍ଟିଆ ବଗ ନିଚ ଲୋକ ମୂଲିଆଙ୍କ ପରି ସକାଳୁ ସନ୍ଧ୍ୟାବେଳ ଯାଏ କାଦୁଅ ଚକଟୁଛନ୍ତି। ଦିଘିରେ ମାଛ ଥିବାର ଏହା ତୃତୀୟ ପ୍ରମାଣ। ଯୋଡ଼ାଏ ପାଣିକାଉ କେଉଁ ଦେଶରୁ ଉଡ଼ି ଆସି ଦିଘି ମଧ୍ୟରେ 2-4 ଡୁବ ମାରି ପେଟ ପୂରାଇ ଫର କରି ଉଡ଼ିଗଲେ। ଗୋଟିଏ ପାଣିକାଉ ମେମ୍ ସାହେବଙ୍କ ଗାଉନ ପରି କୂଳରେ ବସି ଡେଣା ଶୁଖାଉଅଛି। ହେ ହିନ୍ଦୁ ଧର୍ମ ବଗମାନେ, ଇଂରେଜ ପାଣିକାଉଙ୍କୁ ଦେଖ, କେଉଁ ଦେଶରୁ ଖାଲି ପେଟରେ ଉଡ଼ି ଆସି ବେଙ୍ଗ ଚେଙ୍ଗ ଗଡ଼ିସାରେ ପେଟ ପୂରାଇ ଚାଲିଗଲେ। ଦିଘି କୂଳର ବରଗଛରେ ତୁମ୍ଭମାନଙ୍କର ବସା। ଦିନଯାକ ପାଣି ଚକଟି ଚକଟି ଦଣ୍ଡେଇ ପିଲା କେରାଣ୍ଡି ପିଲାରୁ ଅଧିକା କିଛି ପାଉନାହୁଁ। ଜୀବନ ସଂଗ୍ରାମ କାଳ ଉପସ୍ଥିତ। ଏଣିକି ଆହୁରି ପଲ ପଲ ପାଣିକାଉ ଆସି ବେଙ୍ଗ ଚେଙ୍ଗ ସବୁ ବହି ନେଇଯିବେ। ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷା ନାହିଁ। ଚିଲ ଖୁବ୍ ସିଆଣା, ଭାରି ହୁସିଆର, ଗୋରୁ ଗୋସାଇଁଙ୍କ ପରି ଡାଳରେ ତୁନି ତୁନି ହୋଇ ବସିଅଛି। ଥରେ ପାଣିକି ଝାମ୍ପି ପଡ଼ି ଯାହା ଉଠେଇ ନିଏ ସେଥିରେ ତାହାର ଦିନକ କଟିଯାଏ। ଗୋସାଇଁମାନେ ବରଷ ଯାକ ପିଣ୍ଡାରୁ ଓହ୍ଲାନ୍ତି ନାହିଁ। ବରଷକୁ ଥରେ ଶୀର୍ଷ ଦୁଆରକୁ ଝାମ୍ପ ମାରନ୍ତି। ବଗଚରାଠାରୁ 40-50 ହାତ ଦୂର ପାଣିଯାଏ ବଉଳମାଳା ଦଳ ସିଙ୍ଗିଡ଼ା ପୂର୍ଣ୍ଣ। ସେହି ଦଳ ମଧ୍ୟରେ ହିନ୍ଦୁ ଘର ଭୁଆସିଣୀଙ୍କ ପରି କଇଁଗୁଡ଼ିକ ରାତିରେ ତୁନି ତୁନି ଫୁଟନ୍ତି, ଦିନବେଳେ ଢାଙ୍କି ଢୁଙ୍କି ରହନ୍ତି। ସେଥିମଧ୍ୟରେ ପାଣି ସେମୁଳି ଫୁଲଗୁଡ଼ିକ ଅଭିଆଡ଼ି ଝିଅଙ୍କ ପରି ଲାଜ ନାହିଁ, ସରମ ନାହିଁ, ଦିନ ରାତି ପବନରେ ଫକ୍ ଫକ୍ ଡେଉଁଛନ୍ତି ପାଣି ଭିତରକୁ। ରତା କଇଁ ଏମାନେ ଶିକ୍ଷିତା ଖ୍ରୀଷ୍ଟିଆନ ଲେଡ଼ି। କଇଁ ଦଳରୁ ବାହାରି ଗଲେଣି, ପଦ୍ମ ଦଳରେ ମିଶିପାରି ନାହାନ୍ତି। ଦିଘି ମଝିରେ ଦଳ ନାହିଁ। ରାତିରେ ବୁଢ଼ୀ ମଙ୍ଗଳା ଠାକୁରାଣୀ ବୁଲନ୍ତି, ସେଥି ସକାଶେ ଦଳ ହୋଇପାରେ ନାହିଁ। ଭାରତ କବିଙ୍କର ସର୍ବସ୍ୱ ଧନ ଲକ୍ଷ୍ମୀଙ୍କର ନିବାସ, ସରସ୍ୱତୀଙ୍କର ଆସନ, ବ୍ରହ୍ମାଙ୍କର ଜନ୍ମସ୍ଥାନ ପଦ୍ମଦଳରେ ପୂର୍ଣ୍ଣ। ଫୁଲଗୁଡ଼ିକରେ ଠାକୁରାଣୀଙ୍କର 16 ପାଣି ଅଧିକାର। ଜଣେ ଲୋକ ଥରେ ଗୋଟାଏ ଫୁଲ ଆଣିବାକୁ ପହଁରି ଯାଇଥିଲା। ଠାକୁରାଣୀ ତାହା ଗୋଡ଼ରେ ଶିକୁଳି ଲଗାଇ ପାଣି ଭିତରକୁ ଭିଡ଼ି ନେଲେ। ସେହିଦିନଠାରୁ ଆଉ କେହି ଫୁଲକୁ ଅନାଏ ନାହିଁ। ଅସୁର ଦିଘିରେ 4ଟା ତୁଠ, ଧରିବାକୁ ଗଲେ 3ଟା। ଦକ୍ଷିଣ ତୁଠଟାକୁ କେହି ଯାଆନ୍ତି ନାହିଁ। ଗ୍ରାମରେ କେହି ମରିଗଲେ ସେହି ତୁଠରେ ଦଶାହ କ୍ରିୟା ହୁଏ। ଏହି ତୁଠଟା ବଡ଼ ଭୟଙ୍କର ସ୍ଥାନ। ରାତି ତ ରାତି, ଦିନବେଳେ ମଧ୍ୟ ସେଠାକୁ କେହି ଯିବାର ଦେଖାଯାଏ ନାହିଁ। ଏହି ତୁଠ ଉପରକୁ ଭାରି ବଡ଼ ଗୋଟିଏ ଅଶ୍ୱତଥ ଗଛ ଅଛି। ସେଥିରେ ସର୍ବଦା ଯୋଡ଼ିଏ ବ୍ରହ୍ମଦୈତ୍ୟ ଥିବାର ସମସ୍ତଙ୍କୁ ଜଣା। ଅଧରାତିରେ ଦୈତ୍ୟମାନେ ଗଛ ଆଗରେ ବସି ଦିଘି ମଝିକୁ ଗୋଡ଼ ଲମ୍ବାଇ ଦେଇଥିବାର ଅନେକ ଲୋକ ଦେଖିଅଛନ୍ତି। କିଏ କିଏ ଦେଖିଛନ୍ତି ନାମ ଜଣା ନାହିଁ, କିନ୍ତୁ ଦେଖିବାର ସତ। ଆହୁରି ମଧ୍ୟ ଏହି ଆଡ଼ିଆରେ ଅନେକ ପିତାଶୁଣୀ ଡାଙ୍କୁଣୀ ସବୁଦିନେ ଘର କରି ରହି ଅନ୍ଧାର ରାତିରେ ଆଲୁଅ ଜାଳି ମାଛ ଧରୁଥିବାର, ବିଶେଷରେ ବର୍ଷାର ଅନ୍ଧାର ରାତିରେ ପଲ ପଲ ହୋଇ ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ଯଥେଷ୍ଟ ଅଛି। ପୂର୍ବ ତରଫରେ ଧୋବା ତୁଠ। 2 ଜଣ ଧୋବା ଇସ୍ ଇସ୍ ରାମ ରାମ କହି ପଥର ଉପରେ ଲୁଗା ବାଡ଼ଉଛନ୍ତି। ଗାଁ ପରିଗୁଣ ଧୋବା ତୁଠରୁ ଜଣା। ଅଖା ପାଲ ପରି ମୋଟା ମୋଟା ଶଗଡ଼େ ମଇଳା ଲୁଗା ଗଦା ହୋଇଛି। ଲୁଗା ସିଝେଇବା ଶୁଖାଇବା କାମରେ 4 ଜଣ ଧୋବଣୀ ଲାଗିଛନ୍ତି। ଉତ୍ତର ପଶ୍ଚିମ କୋଣରେ ତନ୍ତୀ ତୁଠ। ଗାଁ ମଝାଲରେ ଥିବାରୁ
ସେଠାରେ ସକାଳରେ ମାଇକିନିଆମାନଙ୍କର ହାଟ ବସେ। ହାଟ ନାମ ଶୁଣି ଆପଣ ମନେ କରିବେ ନାହିଁ କି ଯେ ଏଠାରେ ମାଇକିନିଆ କିଣାବିକା ହୁଅନ୍ତି। ପାଟି ଆଉ ଜନତା ସଙ୍ଗରେ ସମାନ ଥିବାରୁ ହାଟ କହିଲୁ। ରାନ୍ଧୁଣୀ ଗାଧୁଆ ବେଳେ ଭାରି ଭିଡ଼ ହୁଏ। ଗ୍ରାମରେ ଡେଲି ନ୍ୟୁଜ୍ ଖବରକାଗଜ ଛପା ହେଉଥିଲେ ସମ୍ପାଦକଙ୍କ ସମ୍ବାଦ ସଂଗ୍ରହ ନିମନ୍ତେ ଅଧିକ ପରିଶ୍ରମ କରିବାକୁ ହୁଅନ୍ତା ନାହିଁ। ଖଣ୍ଡେ ପେନ୍ସିଲ କାଗଜ ଘେନି ଏହିଠାରେ ବସିଲେ ସମସ୍ତ ସଂଗ୍ରହ କରିପାରନ୍ତି। ଗଲା ରାତିରେ କାହା ଘରେ କ'ଣ ରନ୍ଧା ହୋଇଥିଲା, ଆଜି ରାନ୍ଧଣାର କି ବ୍ୟବସ୍ଥା, କିଏ କେତେବେଳେ ଶୋଇଲା, କାହାକୁ କେତେ ମଶା କାମୁଡ଼ିଲା, କାହା ଘରେ ଲୁଣ ନଥିଲା, କିଏ ତେଲ ଟିକିଏ ଢାଳି ଆଣିଛି। ରୀମା ମା ଘର ନୂଆ ବୋହୂଟା ବଡ଼ କଳିହୁଡ଼ି, କାଲି ଆସିଲା, ଆଜି ଶାଶୁକୁ ଜବାବ ଦେଲାଣି। କମଳୀ କେବେ ଶାଶୁ ଘରକୁ ଯିବ? ସରସ୍ୱତୀ ଝିଅଟି ବଡ଼ ଭଲ, ରାନ୍ଧେ ଯେପରି ଲାଜ ସରମ ସେହିପରି। ପଦୀ ପାଣିରେ ବସି ଦାନ୍ତ ଘଷୁ ଘଷୁ ଗୋଟିଏ କ୍ଷୁଦ୍ର ବକ୍ତୃତା ଆରମ୍ଭ କରିଦେଇଛି। ସାରମର୍ମ, ତାପରେ ରାନ୍ଧୁଣୀ ଗ୍ରାମରେ ନାହାନ୍ତି ଇତ୍ୟାଦି ଇତ୍ୟାଦି। ଦରକାରୀ ବେଦରକାରୀ କଥାମାନ ଅବିଶ୍ରାନ୍ତ ଚଳୁଅଛି। କେତେଜଣ ସୁନ୍ଦରୀ ମୁଖର ସୌନ୍ଦର୍ଯ୍ୟ ଆହୁରି ବଢ଼ାଇବା ନିମନ୍ତେ ପଣନ୍ତ କାନିରେ ମୁହଁ ରଗଡ଼ୁଛନ୍ତି। ଲକ୍ଷ୍ମୀ ରଗଡ଼ି ରଗଡ଼ି ବସଣୀର ଉପର ନାକ ଦୁଇପୁଡ଼ା ରଙ୍ଗା କରି ପକାଇଲାଣି। ବିମଳୀ ପାଣି ପାଖରେ ବସି ଆପଣା ହାତର 22 ପଳିଆ ପିତ୍ତଳ ବାହିବଳା ଅଧବଜ ବାଲି ପକାଇ ସବଳେ ମର୍ଦ୍ଦନ କରୁ କରୁ କୌଣସି ଅଜ୍ଞାତନାମା ଲୋକ ଉଦ୍ଦେଶ୍ୟରେ ଅଭିଧାନ ବହିର୍ଭୂତ ଶବ୍ଦମାନ ପ୍ରୟୋଗପୂର୍ବକ ଏକ ଦୀର୍ଘ ବକ୍ତୃତା ଆରମ୍ଭ କରିଅଛି। ଗଲା ରାତିରେ ତାହାର କଖାରୁ ଗଛ କାହାର ଗୋରୁ ଖାଇଯାଇଥିବା ବକ୍ତୃତାର ବିଷୟ ଅଟେ। ବିମଳୀ କ୍ରମଶଃ ଗୋସ୍ୱାମୀର ଊର୍ଦ୍ଧ୍ୱତନ 3 ପୁରୁଷ ପ୍ରତି କୁତ୍ସିତ ପଦାର୍ଥ ବିଷୟରେ ଖାଦ୍ୟର ବ୍ୟବସ୍ଥା କରି ଗୋରୁର ଅତ୍ୟାଚାରିତା, ଆପଣା ବାଡ଼ିର ଉର୍ବରତ୍ୱ ଏବଂ କୁଷ୍ମାଣ୍ଡ ବୃକ୍ଷର ତେଜସ୍ୱିତା ଓ ଭବିଷ୍ୟତ୍ ଫଳବତ୍ତା ଏବଂ ଅତିଶୀଘ୍ର ଗୋସ୍ୱାମୀ ଉପରେ ଭାରି ବିପଦ ପଡ଼ିଲେ ଗୋରୁଟିକୁ ଯେ ବ୍ରାହ୍ମଣକୁ ଦାନ ସ୍ୱରୂପ ଦିଆଯିବ ସେ ସମ୍ବନ୍ଧରେ ବିବିଧ ପ୍ରମାଣମାନ ପ୍ରୟୋଗ କରୁଅଛି। ଆମ୍ଭେମାନେ ଘାଟରୁ ଆହୁରି ମଧ୍ୟ ଅନେକ ସମ୍ବାଦ ସଂଗ୍ରହ କରିଥାନ୍ତୁ, ମାତ୍ର ହଠାତ୍ ମାରକଣ୍ଡିଆ ମା ଆଉ ଯଶୋଦା ମଧ୍ୟରେ ଭୟଙ୍କର କଳି ଉପସ୍ଥିତ ହେବାରୁ ସମସ୍ତ କଥା ବନ୍ଦ ହୋଇଗଲା। ଯଶୋଦା ପାଣି ମଧ୍ୟରେ ପେଟ ଡୁବାଇ ଦାନ୍ତ ଘଷୁଥିଲା। 5 ବରଷିଆ ପିଲା ମାରକଣ୍ଡିଆ ନାଚି କୁଦି ପାଣି ଗୋଳିଆ କଲା ଏବଂ ଉପରେ ପାଣି ଛିଟା ପକାଇବାରୁ ଯଶୋଦା ପାଣିରୁ ଉଠିପଡ଼ି ଚିତ୍କାର କରି କୁତ୍ସିତ ଭାଷାରେ ପିଲାଟାକୁ ଗାଳି ଦେବାକୁ ଲାଗିଲା ଏବଂ ତାହାର ପରମାୟୁର ଅଳ୍ପତା କାମନା କରିବାରୁ ମାରକଣ୍ଡିଆ ମା ଧାଇଁ ଆସି ସମାନ ସ୍ୱରରେ ଉପଯୁକ୍ତ ଉତ୍ତର ଦେବାକୁ ଲାଗିଲା। ଅବଶେଷରେ ମାରକଣ୍ଡିଆ ମା ପରାସ୍ତ ହୋଇ ପିଲାକୁ ଚାପୁଡ଼ାଏ ମାରି ପାଣି କଳସି କାଖରେ ଧରି ତରବର ହୋଇ ମାରକଣ୍ଡିଆର ହସ୍ତଧାରଣ ପୂର୍ବକ ଗୃହାଭିମୁଖେ ଗମନ। ଭେଁ ଭେଁ କରି ଦାନ୍ତ ନିଷିଡ଼ି ମାରକଣ୍ଡିଆର କ୍ରନ୍ଦନ ଇତି ଯୁଦ୍ଧକାଣ୍ଡ। ବ୍ରଜ ପଡ଼ିଥାଏ, କିନ୍ତୁ ଘଡ଼ଘଡ଼ି ଶବ୍ଦଟା ଆକାଶରେ ଢେର ବେଳ ଯାଏ ରହେ। କଳି ଭାଙ୍ଗିଲାଣି, କିନ୍ତୁ ସମାଲୋଚନା ଅନେକ ବେଳ ଯାଏ ଚଳିଲା। ଦର ବୁଢ଼ୀ ଓ ବୁଢ଼ୀ ମାଇକିନିଆମାନେ 2 ଦଳ ହୋଇ କେହି ମାରକଣ୍ଡିଆର କେହି ଯଶୋଦାର ପକ୍ଷ ସମର୍ଥନ କରିବାକୁ ଲାଗିଲେ। ଆମ୍ଭେମାନେ କିନ୍ତୁ ସମ୍ପୂର୍ଣ୍ଣ ରୂପେ ଯଶୋଦାର ପକ୍ଷପାତୀ। ବିଶେଷ ବିବେଚନା ଏବଂ ସୂକ୍ଷ୍ମ ବିଚାର ଦ୍ୱାରା ବୁଝିଅଛୁ ଉପସ୍ଥିତ ଉତ୍ପାତର ମୂଳ କାରଣ ମାରକଣ୍ଡିଆ। ସେ ସମ୍ପୂର୍ଣ୍ଣ ରୂପେ ଦୋଷୀ। ତାହାର ଅପରାଧ ଅମାର୍ଜନୀୟ। ତାହାକୁ ଆହୁରି ଗାଳି ଦିଅ, ମାର କି ଯାହା କର, ଆମ୍ଭେମାନେ ସେଥିସକାଶେ ଜବାବଦେହି କରିବାକୁ ପ୍ରସ୍ତୁତ ଅଛୁ। ଦେଖନ୍ତୁ, ଜଳ ଲୋକମାନଙ୍କର ଜୀବନ, ପୁଣି ତନ୍ତୀ ତୁଠ ଜଳ ସମସ୍ତେ ପିଅନ୍ତି। ସେ ଜଳକୁ ଗୋଳିଆ କରିବା କି ସାମାନ୍ୟ ଅପରାଧ? ଦେଖ ତ, 1 କି 6 କୋଡ଼ି ମାଇକିନିଆ ଗାଧୋଇବାକୁ ଆସିଲେ। ପ୍ରାୟ ସମସ୍ତ ପେଟ ଡୁବାଇ ପାଣିରେ ବସି ଦାନ୍ତ ଘଷିଲେ। ନବଫେନ ଖଣ୍ଡବତ ଶୁକ୍ଳବର୍ଣ୍ଣ ଛେପ ଖଙ୍କାର ସେମାନଙ୍କ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି। ଈଷତ୍ ଲୋହିତ ପାଟଜାଭ ଜିଭ ଚଞ୍ଛା ମଳି ମଧ୍ୟ ମେଞ୍ଚା ମେଞ୍ଚା ଭାସୁଅଛି। ସେଥି ସହିତ ଆଉ କ'ଣ ଭାସୁଛି କି ନାହିଁ ବୋଲାଯାଇ ନପାରେ।
କାରଣ ସମସ୍ତ ସ୍ତ୍ରୀ ଲୋକ ପଡ଼ିଆରୁ ଆସି ଜଳଶୌଚ କରିଅଛନ୍ତି। ଆଉ ଲୋକ କଥା ଛାଡ଼, ନିଜେ ଯଶୋଦା ସେହିପରି କରିଥିବାର ତାକୁ ପଚାରିଲେ ସେ ଅସ୍ୱୀକାର କରିବ ନାହିଁ। ଏହା ତ ସନାତନ ପ୍ରଚଳିତ ପ୍ରଥା। ଅପରାଧର କଥା ଯେ ଲୁଚାଇବୁ। ଜଣେ ମସ୍କରା ଲୋକ କହୁଥିଲା, ମାଇକିନିଆମାନେ ପୋଖରୀରୁ ମାଠିଆରେ ଯେତେ ଜଳ ନିଅନ୍ତି ତାହାର ପା ଭାଗ ଜଳ ଛାଡ଼ିଯାଆନ୍ତି। ଏକଥା ଠିକ୍ ସତ୍ୟ ହେଲେ ମଧ୍ୟ ଆମ୍ଭମାନଙ୍କ ଚକ୍ଷୁର ଅଗୋଚର। କେତେଜଣ ଶୋଇବା ହେଁସ କାଚି ନେଇଗଲେ। ସାନ ସାନ ପିଲାଙ୍କ ସେଜ କନ୍ଥା ଆହୁରି ନାନା ପ୍ରକାର କନା କତରା କଚା ହେବାର ଦେଖାଗଲା। ସେ ଯାହା ହଉ, ସ୍ତ୍ରୀ ଲୋକମାନେ ଘାଟରେ ଏତେ କାର୍ଯ୍ୟ କଲେ ହେଁ ମାରକଣ୍ଡିଆ ପରି ନାଚିକୁଦି କେହି କିଛି କାର୍ଯ୍ୟ କରିନାହିଁ। ନାଚକୁଦ ନ କଲେ କି ପାଣି ଗୋଳିଆ ହୁଏ? ଏଥି ସକାଶେ ଆମ୍ଭେମାନେ ବୋଲୁଅଛୁ, ମାରକଣ୍ଡିଆର ଅପରାଧ ନିତାନ୍ତ ଉତ୍କଟ ଅଟେ। ତନ୍ତୀ ତୁଠକୁ 300 କଦମ ଛାଡ଼ି ସାନ୍ତ ତୁଠ। ସକାଳଓଳି ଏ ତୁଠକୁ କେହି ସ୍ତ୍ରୀଲୋକ ଯାଆନ୍ତି ନାହିଁ। ସମ୍ପୂର୍ଣ୍ଣ ରୂପେ ପୁରୁଷମାନଙ୍କର ଦଖଲି। ବୈଶାଖ ମାସିଆ ଦିନ ବେଳ 6 ଘଡ଼ି ନହୁଣୁ ଆକାଶରୁ ନିଆଁ ଛିଣ୍ଡି ତାତି ପବନଟା ଦେହରେ ଝାଁ ଝାଁ ବାଜୁଅଛି। ଚାଷ ବିଲରୁ ଧୂଳି ଉଡ଼ି ମାଟିରେ ନିଆଁ ଲାଗି ଧୂଆଁ ଉଡ଼ିଲା ପରି ଜଣାଯାଉଛି। ଘାଟରେ ଲୋକ ପୂରିଗଲେଣି। ଅନ୍ଧାର ପକ୍ଷ ପିଛିଲା ଜହ୍ନରାତି 3 ପହର ବେଳେ ଚଷାମାନେ ହଳ ଯୋଚି ଦେଇଥିଲେ। ସମସ୍ତଙ୍କର ହଳ ଫିଟିଲାଣି। କେହି ଘର କାନ୍ଥରେ ଲଙ୍ଗଳ ଆଉଜେଇ ଦେଇ ତେଲ ଟିକିଏ ମୁଣ୍ଡରେ 5 ଆଙ୍ଗୁଳିଆ କରି ଦେହରେ ବୋଳି ହୋଇ ଆସିଛି। କାହା କାନ୍ଧରେ ଅର୍ଦ୍ଧ ଅଙ୍ଗୁଳ ମୋଟା ତୋରାଣି ପକା ଗାମୁଛା, କେହି ନିର୍ଗାମୁଛା। କେତେଜଣ ବାହାରେ ବାହାରେ ବିଲରୁ ଆସି ଘାଟରେ ବଳଦ କାନ୍ଧରୁ ଜୁଆଳି ବାହାର କରି ରଖି ପାଣିରେ ପଶିଗଲେ। କେତେ ହଳ ବଳଦ ପେଟେ ପେଟେ ପାଣି ପିଇ କୂଳରେ ଚରୁଛନ୍ତି। କେତେଜଣ ଶୁଖିଲା ଦାନ୍ତକାଠି ଚୋବାଇ ଚୋବାଇ ଆସି ପାଣିରେ ପଶି ଜିଭ ଛେଲି କୂଳକୁ ଦାନ୍ତକାଠି ଫୋପାଡ଼ି ଦେଲେ। ତୁଠ 2 ପାଖରେ ଅଧ ଶଗଡ଼େ ଶୁଖିଲା ଦାନ୍ତକାଠି ଜମା ହୋଇଅଛି। ପୁରୁଷ ଲୋକମାନେ ଯେ ତୁନି ତୁନି ଗାଧୁଅନ୍ତି ତାହା ନୁହେଁ। ମାଇକିନିଆମାନଙ୍କ ପରି ଢେର କଥା କହନ୍ତି, ମାତ୍ର ସେହି ଏକରକମ କଥା, ସେହି ପୁରୁଣା କଥା। ସେଗୁଡ଼ାକ ଲେଖିଲେ କ'ଣ ହେବ? କିଆ ଗହିରରେ କେତେ ପାଣି ବୁଣା ସରିଲାଣି। ବରଚକ ଆଜି ଦୋହଡ଼ା ସରିଲା। ରାମା ବଡ଼ ଗହୀରରେ ଆଖି ମୁଠି ପକାଇଲା। ଭୀମା ବଳଦ ଚଞ୍ଚଳିଆ। ସାଆନ୍ତ ଘର ଧଳା ବଳଦ ଯୋଡ଼ାକ ବଳଦ ନୁହନ୍ତି ତ ଯୋଡ଼ାଏ ହାତୀ ପିଲା। ମୁଁ କସରା ବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି। ସାଆନ୍ତା ଘର କରଜ ଅମାର ଏହି ମାସରେ ଫିଟିବ। ଏହି ମାସ 15 ଦିନରେ ଶ୍ରବଣା ପଶିବ। ନାହାକ କହିଛି ଲଗାଣ ହେବ। ଏସବୁ କଥା ସମସ୍ତଙ୍କୁ